କେତେ ବଢ଼ିଛି ଆପଣଙ୍କର ଦେଖିନାହାନ୍ତି ଖୋଲି ଆଇଡି ଖୋଲି ଦେଖିନାହାନ୍ତି ହଁ ମାନେ लगभग ଆମେ ସମସ୍ତେ ହେଉଛନ୍ତି ସାରଙ୍କ ତଳେ ये समस्त से या तो जदि से फुटूर आसें तो फकीर बंद तले आम जो कथा जे 10 तारीख सुधा हूँ आम गोटे पटर जहाँ भी 1800 हो 1900 हो से 1800 नहीं कि कथा हो कि कंपनी टार्गेट लंच कला के गोटे पटे के 1900 तो 1900 निश्चित भाव में फिनिश हो कौन 10 तारीख सुधा आज हूँ 8 तारीख 9 तारीख 10 तारीख 2 दिन आगे अच्छी 2 दिन भर आम फिनिश तुम आम कह कथा कौन आर पटर 19 सब बड़ फोकस बुझे तो देन कथा ना आम मैं सब ये कौन ना ये बड़ कर कौन बरमेश्वर मेला बरमेश्वर मेला आहरी भी विभिन्न लोक 9 दिन जाक थोड़ी आम समझे डिटेल कर बुझीपार किंतु मोस्ट रु मोस्ट आमको फोकस करिया पड़े से बुझे ये प्रथम कथा कौन ना आप चेक साइड रो जो एसपी अच्छी 1900 ये समस्त 1900 हो बुझीपार जो सार दरकार ये सब कम सरी जाए बुझीपार गोटे पटर आम कम सरी जाए लगभग आप धरिकी चलते किंतु नेक्स्ट जो बरमेश्वर मेला जोटा हम एसपी तो बाहर बुझे कहीं आम एवं जो जिन आणुन बरमेश्वर मेला को से जिनस माने अलग जिन कहीं साबुन सर्फ सार फार ये तेल सब आसना तो सेगुड़ा आमको पचर दरकार हम पचर बहुत रेयर कम्युनिटी ये दरकार हम किंतु एवं जो जिन आणुन से जिन बिक्री होगा पुणी आम औषध डाइवर्ट कर दूँ कि जो एसपी भाव जदि एवं लगभग आमर 2000 एसपी पर्यटन जापे कौटा 1900 जब 2000 को जापे से निश्चित भाव में 2000 भी बाहर 2000 प्लस हम नहीं कहीं ता भर से 9 दिन भितर भी सुधा आम ये पैसा बिकी फेर पैसा आनी पारि बुझीपार तो मो कह कथा समस्त प्रयासटा 100% रहा बुझीपार ता छड़ा मैंने मैंने ट्रेनिंग हल तो आम शुरू कर बुझीपार से दिन 2 जन लेडीज थे से जो 2 जन तो ये से किसी कथा ना आपको छाड़ा पर सर्वेश्वर नायक हम बोलते आवेलेबल ना सर्वेश्वर नायक को फोन कर कौन कह मैं समझते सबुदिन आसो भी ये ना कि रविवार दिन ये जो रविवार दिन मुझे चाहिए समस्ते 2 जन 3 जन कर गेस्ट नहीं आस बुझे मुझे चाहूँगी समस्ते बहुत सारे गेस्ट अच्छा जहाँ घरे आवेलेबल हो पारती आ बहुत सारे गेस्ट अच्छे आम आगुरी देखी जो मैंने जॉइन भी आम सागर करना भी यदि ये करवा आम से दिन जाइए से मिर्जापुर थाना भारजोर को आसुले आम सागे सागे गोटे नुआ तुलसी ये खोलिकी वकील साहब सागे खोलिकी पकड़े पार्टी 5 टका से जो नियमित काशुले आम कि समय बसिलु कथा काश बंद होगला तापर से कफी फी मगेले आउ सी भी जाइए आम बिंजारपुर जो होता नमस्कार प्रोग्राम हम सहयोग कले
काम केମିତି ଆମର ସୁରକ୍ଷିତ ଭାବେ ହେଇପାରିବ। ତାପରେ ଯେଉଁ ତୁଳସୀ ପାଇଁ ଆମେ ପ୍ରଥମେ ତୁଳସୀ ସାର କହିଛନ୍ତି ଯେ ତୁଳସୀ ଉପରେ କହିବାକୁ ତୁଳସୀ ତ 200 ପ୍ରକାର କାମ କରୁଛି ବୋଲି ଆମେ ସାରକୁ ଶୁଣୁଛୁ। ତା ଛଡ଼ା ମୁଁ ନିଜେ ବି ବ୍ୟବହାର କରୁଛି। ଆମ ନିଜ ଲୋକ କେତେଜଣ ଦେଇ ସେମାନେ କହୁଛନ୍ତି ଠିକ୍ ଭାବେ କାମ କରୁଛି। ଆଉ ଏଇଟା ପାଇଲ୍ସ ପାଇଁ ବି କାମ କରୁଛି। ତୁଳସୀ ପେଷ୍ଟ ଲଗାଇଲେ ତୁଳସୀ ବି ଥଣ୍ଡା ପାଇଁ କାମ କରୁଛି, ଗ୍ୟାସ୍ ପାଇଁ ବି କାମ କରୁଛି, ଆହୁରି ବିଭିନ୍ନ ପ୍ରକାର କାମ କରୁଛି। ଆମେ ଶୁଣିଲେ ସାରଠାରୁ ଆମେ ବୁଝେଇ ପାରିବା ମନୁଷ୍ୟ ଅନ୍ୟମାନଙ୍କୁ କେମିତି ହେବ। ସାର କହିବେ ଉପରେ ଆମେ ବି ଶୁଣି ସାରିକି ନିଶ୍ଚିତ ସେଦିନ ସହଯୋଗ କରିବୁ। କହିବି ଅଭିନନ୍ଦନ। ଇଏ ଯେଉଁ ତୁଳସୀ ବିଷୟରେ ଆମ ଘରକୁ ସାର୍ ଯାଇଥିଲେ, ଫକୀର ସାର୍ ଯାଇଥିଲେ, ଆଗେ ବି ଯାଇଥିଲେ। ପରିଚୟ ସାର୍ ପ୍ରଦୀପ ମୁଁ ତ ଏତେ ଯାଇଥିଲି। ତାପରେ ମୋତେ ଯେତେବେଳେ ଏ ବିଷୟରେ କନଭିନ୍ସ କରେଇଲେ ବୋଲେ ଏଇଟା ଏମିତି ହେବ, ଏଇଟା ଏମିତି ହେବ, ଆପଣ ଏଥିରେ ନିଶ୍ଚୟ ସେୟାର ଭଲ ରୁହନ୍ତୁ। ମୁଁ କହିଲି ବହୁତ ଲୋକ ଏଇ ସଂସ୍ଥାରେ ମୋଦିରେ ଅମୁକ ସର୍ଭିସରେ ଥିଲି। ଆଉ କଣ୍ଟାକ୍ଟରେ ଆସିକି ମୁଁ ତ ଟାଇମ୍ ଦେଇପାରେ ନା। ତାପରେ ମୋତେ ଯାହା କନଭିନ୍ସ କଲେ ମୋର ଟିକେ ଆତ୍ମସନ୍ତୋଷ ହେଲା। ଆଉ ତାପରେ ମୋର ପ୍ରୋବ୍ଲେମ୍ ଥିଲା ବିଶେଷ ମେଜର ପ୍ରୋବ୍ଲେମ୍ ଥିଲା ଯେ ତାଙ୍କର ପ୍ରେସର ଡାଇବେଟିସ୍ ଥିଲା। ତାପରେ ତାଙ୍କର ଯେଉଁ ପେନ୍ ସାଇଟିକା ପେନ୍ ହେଇଥିଲା। ଆଉ ସାଇଟିକା ପେନ୍ ସେ ଲିଖିତ ଆଣିଥିଲେ ସେ ଠିକ୍ ହେଇଯାଇଥିଲା। ପୁଣି ପର୍ଦା କେମିତି ହେଲା ମାଂସ ହେଲା ମାନେ ଆଉ ଫର୍ଦର ବାହାରିଲା। ଯାହା ହଉ ଆଜ୍ଞାମାନେ ଯେତେବେଳେ ପହଞ୍ଚିଲେ ମୁଁ ମୋତେ ଟିକେ ଅମିଜ ଫିଲ୍ ହେଉଥିଲା। ଲେଟର ମୁଁ ଯେତେବେଳେ ଜାଣିଲି ଏ ଦ୍ୱାରା କାମ ହେଉଛି ଆଉ ତୁଳସୀ ବି ଦେଖିଲି ପାଟିକୁ ତାକୁ ଦେଲି ଡ୍ରିପ 2 ଡ୍ରପ୍ ଦେଲି। ତାପରେ ମୋତେ ବେଟର ଫିଲ୍ ହେଲା ପରେ ତାପରେ ସେ କହିଲେ ଆପଣ କହିନି ହେବ ଆପଣଙ୍କୁ ପଇସା 6000 ଆପଣ ଜମା କଲେ ଆପଣ ମେମ୍ବର ହେଲେ। ତା ସାଙ୍ଗେ ନଟ୍ ଓନ୍ଲି ଇଏ ମେଡ଼ିସିନ୍ ଭଲ ହେବା ସଙ୍ଗେ ସଙ୍ଗେ ଆପଣଙ୍କ ଭିତରେ ମନିଟାରୀ ବେନିଫିଟ୍ ଅଛି। ଏଇଟା ମୁଁ କହିଲି ଚିଟିଂ ସଂସ୍ଥା ନୁହେଁ, ମୁଁ ସେଠୁ ବହୁତ ଆଭଏଡ଼ କରେ। ନ ହେବ ନା ଚିଟିଂ ଯେଉଁଠି ଅଛି ସେଠିକି ମୁଁ 3 ମାଇଲ ବାଟକୁ ନମସ୍କାର। ତାହେଲେ ଆଜ୍ଞାମାନଙ୍କ କଥାରେ ସାର୍ ତ ଷ୍ଟ୍ରେଟ୍ ଫରୱାର୍ଡ଼ କଥା କହିଲେ ମୋତେ ଟିକେ ହଟ୍ ହେଲା। କହିଲି ଏତେ ସ୍ପିଡ଼୍ କହୁଛନ୍ତି ଆଗ ଭିତରେ କ'ଣ ଅଛି, କ'ଣ ଏତେ କଥା କହୁଛନ୍ତି, କ'ଣ ଏତେ ସିନସିୟର, ଏତେ ପିଓରିଟି ଲୋକ, ଏତେ ପିଉରିଫାଏଡ଼। ତାପରେ ନିଜକୁ ମୁଁ ତାକୁ ବିଚାର କରିକି ତାପରେ ଇଏ ପୁଅ ଥିଲା, ପୁଅ ସାଙ୍ଗରେ ଆମେ ବାହାରେ କଥା ହେଲି। ତାପରେ ସାର୍ କହିଲେ ଏମିତି ବାବୁ 6000। ମୁଁ କହିଲି ମୋ ପାଖରେ ତେବେ ନାହିଁ ପଇସା। ଆଉ ଆପଣ କହିଲେ ମୁଁ ଏବେ ପଇସା କେଉଁଠୁ ଆଣିବି? ମୁଁ ଯାଉ ମାନେ ଆସନ୍ତୁ 1 ଦିନ ପରେ ପଇସା ଡ୍ର କଲି। ଡ୍ର କରିକି ଆଣିକି ଆଉ ମେଡ଼ିସିନ ନେଲା ପରେ ଯେଉଁ ରେଜଲ୍ଟ ପାଇଛି ବିଶେଷ ଯେଉଁ ତାର ଅନିଜ ଫିଲ୍ ହେଉଥିଲା, ସିଡ଼ିରେ ଉଠି ପାରୁନଥିଲା, ନାଉ ସି ଇଜ୍ କ୍ୱାଇଟ୍ ଫିଟ୍ ନାଉ। ଆଉ ସେକେଣ୍ଡ ପ୍ରୋବ୍ଲେମ୍ ହେଉଛି ତାର ସାଇଡ଼୍ କେବେ ଯାଇନି। ଆଉ ସେ ମେଡ଼ିସିନଟା ଖାଉଛି। ମଝିରେ ତାର ମୁଣ୍ଡ ଥର ଉଠିଲା ବୁଲେଇଲା ବୋଲି ସାର୍ କହିଥିଲେ। ଆଜ୍ଞା କହିଥିଲେ ହେଲା ପରେ ସେ ମୁଣ୍ଡ କହିଲେ ନା ମେଡ଼ିସିନଟା ଆପଣ ପ୍ରେସରଟା ମେଡ଼ିସିନ ଖାଆନ୍ତୁ। ବଡି ୱାର୍ମ ଅପ୍ ହେଇକି ରହୁଥିଲା, ହାତ ସୁତୁର ନିଦ ବି ସାଉଣ୍ଡ ସ୍ଲିପ୍ ହେଉନଥିଲା। ତାପରେ ଆଜ୍ଞା କହିଲା ପରେ ମେଡ଼ିସିନ ବନ୍ଦ ହେବା ପରେ ଏବେ ନର୍ମାଲ ଅଛି। ଆଚ୍ଛା, ତେଣୁ ମୋ ପ୍ରତି ଧୀରେ ଧୀରେ ଗ୍ରାଜୁଆଲି ୟା ପ୍ରତି ଗୋଟେ ଫେଥ୍ ମାନେ ସମ୍ପୂର୍ଣ୍ଣ ଫେଥ୍ ରହିଲା। ଇଏ ଚିଟିଂ ନୁହଁ ଆଉ ମେଡ଼ିସିନ ପକା, ଏଇଟା ମୋ ଉପରେ ବହୁତ ଭ୍ୟାଲୁଏବଲ୍ ପାର୍ଟ ଅଫ୍ ମି। ଯେତେବେଳେ ଆ ଭିତରେ ମୁଁ ବସିଲି ତେବେ ସେ ଚାହିଁଲି ଯେ ଇଏ କଲେ ସାର୍ ଆପଣ ରିଟାୟାର୍ଡ଼ ଲୋକ, ଆମର ପେନ୍ସନ୍ ନାହିଁ ଆଜ୍ଞା। ଆଉ କହିଲେ ନଟ୍ ଓନ୍ଲି ସେଟା ହେବ, ଆପଣ 2 ପଇସା ରୋଜଗାର କରିପାରିବେ ଘରେ ବସିକି, କେଉଁଠି ଯିବା ବି ଦରକାର। ମୁଁ କହିଲି ଓଲ୍ଡ ଏଜ୍ କାଉ ଡୋର୍ ଟୁ ଡୋର୍ ବୁଲିବି, ତଥାପି ଯେଉଁଟା ମୁଁ କନସର୍ଣ୍ଣରେ ଅଛି ଆଉ କନସଲ୍ଟ କରି ସେମାନଙ୍କୁ ଆଣିପାରିବି। ତଥାପି ମୁଁ ଟ୍ରାଏକ୍ରେ ଅଛି। ଯାହା ହଉ ହେଲା ପରେ ମୁଁ 2-3 ଜଣଙ୍କୁ ବି କହିଛି, ଆପ୍ରୋଚ୍ କରିଛି। ମୁଁ ଯେତିକି ମୋ ଲେବୁଲ୍ରେ କହିଛି, ସେମାନେ କହିଛନ୍ତି ଆପଣ ଠିକ୍ ହେଲା ପରେ ଆମେ ମେଡ଼ିସିନ ମୁଁ ଗୋଟେ ଥର ନେଇଛି, ଆଉ ସେକେଣ୍ଡ ଥର 3 ଥର ଆଇ ହାଭ୍ ଟୁ ଟେକ୍ ମେଡ଼ିସିନ ଫର୍ 3 times କହିଦେଇଛି। ହେଲା ପରେ ନେଇଛି ଆଉ ନେବି। ତାପରେ ଝିଅ ଆସିଲା, ପୁଅ ବି ଆସିଲା। ଆଉ ସେ ଯୋଗୁଁ ମୁଁ କହୁଥିଲି ନୂଆ କିଛି କାହିଁକି ଆସିଲା ପରେ ସାର୍ ଯାଇ କନଭିନ୍ସ କଲେ। ହେଲା ପରେ ଝିଅ ବୁଝିଲା, ପୁଅ ବି ବୁଝିଲା। ଆଉ ସେ ଜୋଇଁ ସାଙ୍ଗରେ କଥାବାର୍ତ୍ତା କଲା ପରେ ସିଏ ଝିଅ ପରାମର୍ଶ କଲା ପରେ ସେ ଏଗ୍ରି ହେଲା। ଟଙ୍କା ହିଁ ଅଲରେଡ଼ି ସ୍ପେଣ୍ଡ 1 lakh rupees ଫର୍ ଦିସ୍ ପ୍ରୋବ୍ଲେମ୍ ମେଡ଼ିସିନ ପାଇଁ ଆଉ ମେମ୍ବର ହେବା ପାଇଁ। ହେଲା ପରେ ଯାହା ହଉ
ମୁଁ ଆ ପ୍ରତି ଏତେ ମୋର ବିଶ୍ୱାସ ଫେର ବଢ଼ିଯାଇଛି ଏ ଯୁଗରେ ଏ ସମୟରେ ଆଜିକାଲି ତ ଆଜ୍ଞା ଚିଟିଂ 99.9 ଲୋକ ଆଜ୍ଞା କିନ୍ତୁ ଏ ରେଜଲ୍ଟ ଦେଉଛି ତାର ଆଉଟପୁଟ୍ ବଢ଼ିଆ ଅଛି ଆଉ ନିଶ୍ଚୟ ମୁଁ ଆପଣମାନେ ମୋ ପାଖରେ ଅଛନ୍ତି ମୁଁ ଆପଣଙ୍କ ପାଖରେ ଅଛି ଏନି ଯେତିକି ହୋଇଛି ଗୋଟେ ପସିବଲ୍ ପାଠ ମେ ଆଉ ଟ୍ରାଏ ଟୁ ଲିଭ୍ ବେଷ୍ଟ ଟୁ ଆକମ୍ପାନି ୱିଥ୍ ଅଲ୍ ନମସ୍କାର। ସାର୍ ଯେଉଁ କହିଲେ ପଞ୍ଚତୁଳସୀ ମୁଁ ପ୍ରାୟ 2 ବର୍ଷ ହେଲା ୟୁଜ୍ କଲିଣି। 2 ବର୍ଷ ହେଲାଣି। 2 ବର୍ଷ ହେଲା ୟୁଜ୍ କଲା ଭିତରେ କେବେ ମୁଁ ଏଲୋପାଥି ଥଣ୍ଡା ଜ୍ୱର ପାଇଁ କେବେ ୟୁଜ୍ କରିନି। ଆରେ ଏତିକି ହେଉଛି ଖାସିୟତ। ପ୍ରଥମ ତ ଯେମିତି ଆପଣମାନେ କହିଲେ ବିଶ୍ୱାସ ହେବନି କିନ୍ତୁ ଖାଇଥିଲା ପରେ ରେଜଲ୍ଟ କିନ୍ତୁ ଆର ଗୋଟେ ଜିନିଷ ହେଉଛି ଯେତେବେଳେ ମୋର ଥଣ୍ଡା ଜ୍ୱର ଟିକେ କାଁ ଭାଁ ହୁଏ ଟୋଟାଲି ମୁଁ ଡେଲି ମାନେ ଗାଧୋଇ ସାରିଲା ପରେ ଠୋପେ 2 ଠୋପା ପକେଇ ଯେତେବେଳେ ପ୍ରଥମେ ସପୋଜ ମୋର ତଣ୍ଟି ଟିକେ ବଥା ହେଇଯାଉଛି ଟିକେ ଉଷୁମ ପାଣି ତାକୁ 2 ଠୋପା ପକେଇଦେବି ସକାଳେ ଉଠିଲା ବେଳେ ତଣ୍ଟି ବଥା ନଥିବ ମୁଣ୍ଡ ବିନ୍ଧା ବି ହେବ ନାହିଁ। ଏ ପଞ୍ଚତୁଳସୀରେ ଏଇ ଯୋଉଟା ପେଟ ଗ୍ୟାସ୍ ମୋର ଟୋଟାଲ ଆଦୌ କିଛି ଛାତି କୁହୁଳେ ତଣ୍ଟି କୁହୁଳେ କିଛି ନାହିଁ। ଯେତେ ମୁଁ ସପୋଜ ମୁଁ ଫାଷ୍ଟ ଫୁଡ଼ ଏତେ ଖାଏନି କେତେବେଳେ କେମିତି ଯଦି ଖାଇଦିଏ ଆକୁ ମୁଁ ଖାଏ କିନ୍ତୁ ତାର କିଛି ଫରକ ପଡ଼େନି। ତୁଳସୀ ଏମିତିଆ ପ୍ରକାର ପଞ୍ଚତୁଳସୀ ମୁଁ ତ ଅଲଗା କିଛି ୟୁଜ୍ କରିନି କିନ୍ତୁ ମୁଁ ବହୁତ ମୋବାଇଲ ରିସର୍ଚ୍ଚ କଲା ପରେ ଜାଣିଛି କି ଆୟୁର୍ବେଦିକ ବହୁତ ଦମ ଅଛି କିନ୍ତୁ ଖାଲି ତୁଳସୀ ଖାଇବାଟା ଅଲଗା କଥା। ଯେହେତୁ ପଞ୍ଚତୁଳସୀ ଆଗରୁ ମୁଁ ଜାଣିଛି ତେଣୁ କମ୍ ବୟସରେ ଆପଣମାନଙ୍କ ଠାରୁ ମୁଁ ବହୁତ କମ୍ ବୟସରେ ଏତିକି ଅଛି କିନ୍ତୁ ଆଗରୁ ଯେମିତି ଆମର ଆୟୁର୍ବେଦିକ ପଦ୍ଧତି ଯେମିତି ତୁଳସୀ କି ମିଶିକି ଖାଇଦେଲେ ସବୁ ଛାଡ଼େ ତ କମ୍ପାନୀ ମାନିବାକୁ ପଡ଼ିବ ଏ ଜିନିଷ ଏମିତି କନଭର୍ଟ କରି ବନେଇଛି ଅଲଗା ପ୍ରକାର ରେଜଲ୍ଟ ଆସୁଛି। ମୁଁ ଅଛି ବୋଲି କହୁନି କିନ୍ତୁ ନାନୀ ଶାଶୁ ଯିଏ ନାନୀ ବି ଅଛନ୍ତି ଜଏନିଂ କରିକି କାମ କରୁନାହାନ୍ତି କିନ୍ତୁ ଏତିକି ଅଛି ଶାଶୁ ତାର ପ୍ରତ୍ୟେକ 2-3 ମାସରେ ସେ ଗୋଟେ ଲେଖା ନେବ ପଞ୍ଚତୁଳସୀ ଆକୁ ବୟସ ହେଇଗଲାଣି 60 ପାଖାପାଖି। ଏଟା ତୁଳସୀ କଥା କହିଲି ଆଉ ଡେଣ୍ଟଲ୍ କଥା ମୁଁ କହୁଛି ସେ 2 ବର୍ଷ ପ୍ରଥମ ୟୁଜ୍ କଲି କାହିଁକିନା ମୋର ସେମିତି କିଛି କଡ଼ା ଜିନିଷ ଅଭ୍ୟାସ ନାହିଁ ଦାନ୍ତରେ କିଛି ପୋକ କିଛି ଲାଗେ ନାହିଁ ପାଇରେ ଫେରେ କିଛି ନାହିଁ କିନ୍ତୁ ମୁଁ ପ୍ରଥମେ ଘଷିଲି କିଛି ମୁଁ ଯେମିତି ନର୍ମାଲ ଲାଗେ ସେମିତି ଲାଗେ କିନ୍ତୁ କୋଲଗେଟ୍ ଠାରୁ ଅଲଗା ଭିନ୍ନ। କୋଲଗେଟ୍ର ଟିକେ କ'ଣ ସ୍ମେଲ୍ ଆସିବ ଫେଣ ଆସିବ କିନ୍ତୁ ଦେନ୍ତଟାର ସେମିତି କିଛି ନାହିଁ। ଯୋଉଠି ସାର୍ କହିଲେ କି ପ୍ରଥମେ ମେଞ୍ଚେ ନେଖା ନେଇଗଲି ରାଗ ଲାଗିଲା ପରେ ପାଟି ଫାଟି ପୋଡ଼ିବ ପାଣି ପାଟି ପଡ଼ିବ ସାର୍ କହିଲେ କମ୍ ନେଲା ପରେ ଅବଶ୍ୟ ଫେଣ ନ ହଉ କିନ୍ତୁ ମୁହଁ ଦେଲା ପରେ ଫ୍ରେଶନେସ୍ ଆଉ ସେମିତି କିଛି ନାହିଁ। ଆଉ ସବୁଠାରୁ ବଡ଼ କଥା ହେଉଛି ମୋର ତ ସେମିତି ରୋଗ ନାହିଁ ବାପାଙ୍କର ତାଙ୍କର ଗୁଣ୍ଡିଖିଆ ପାନ ଖିଆ ଲୋକ ଖଟିଖିଆ ଲୋକ ତାଙ୍କର ଦାନ୍ତ ପୁରା ଗୋଟେ ସାଇଡ଼ ପୁରା ପୋକ ଖାଇକି ହଲୁଥିଲା ସେତେବେଳେ ପଖାଳ ଖାଆନ୍ତି ତାଙ୍କ ଭାତ ଖାଇପାରନ୍ତିନି ଭାତ ଖାଇ ନ ଖାଇଲା ପରେ ଦାନ୍ତ ଦେଲେ ମୋତେ କହନ୍ତି ନେଇକି ଯା ଯାଜପୁର ରୋଡ଼ ନେଇକି ଯା ଯାଜପୁର ରୋଡ଼ ବଡ଼ ଦାନ୍ତ ଉପାଡ଼ିଆ କ୍ଲିନିକ୍ ଅଛି ନେଇକି ଯା ଆଉ ମୁଁ ବି ଜାଣିନଥିଲି ସୁଦ୍ଧା ଦେନ୍ତ ଡକ୍ଟର ନୂଆରେ ଏମିତି ରେଜଲ୍ଟ ସାର୍ କହିଲେ ମୁଁ ବସିଲି ବସିଲା ପରେ ସାର୍ ଯେତେବେଳେ ବାପା ଯେତେବେଳେ ମୋତେ ତମେ ଘଷ ବାପା କହିଲେ ଏଗୁଡ଼ାରେ କ'ଣ ହେବ ବାପା ନେଇକି ଦେନ୍ତ ଡକ୍ଟର ନେଇକି ଘଷିଲେ 7-8 ଦିନ ଘଷିଲା ପରେ ତାଙ୍କ କିଛି କହିଲେନି ଆଉ ନ କହିଲେ ମୁଁ ତାଙ୍କୁ ପଚାରିଲି ମୁଁ ଯିବାନି କି ଯାଜପୁର ରୋଡ଼ ଯିବାନି କି କହିଲା ନା ଥାଉ ଦାନ୍ତଟା ହଲୁଥିଲା କାହିଁ ବସିଗଲେ ଗଲା ସେ ବସିଗଲା ପରେ ମୁଁ କହିଲି ବୋଧେ ହଁ ହେଇଥିବ ବୋଧେ କାମ କରୁଛି। ସେଟା କଣଟେ ଜଣା ଏଇଟା କଣଟେ ତୁଳସୀ ନାଇଁ ମୁଁ ଆପଣଙ୍କ ଆନ୍ସର ଆପଣ କଷ୍ଟମର ପଚାରନ୍ତୁ ତୁଳସୀ କ'ଣ ଭଲ ହେଉଛି ନା ତର କ'ଣ କହୁଛନ୍ତି? ତୁଳସୀ ତ ବହୁତ ପ୍ରକାର ତୁଳସୀ ଅଛି ତୁଳସୀ ଅଛି ଆପଣ ଖାଲି ଗୋଟେ ତୁଳସୀ ଜାଣିଥିବେ ନର୍ମାଲ ଯେଉଁଟା ଚଉରାରେ ପୋତା ଯାଇକି ବାରିରେ ଥିବେ କିନ୍ତୁ 5 ପ୍ରକାର ତୁଳସୀ କମ୍ବିନେସନରେ ଏଇଟା ବନେଇଛି। ଆପଣ ଯଦି ଏଇଟା ୟୁଜ୍ କରିବେ 40-50 ପ୍ରକାର ରୋଗ ଏଇଟା ଦୂର କରିବ। ଥଣ୍ଡା ଜ୍ୱର ଠାରୁ ଟୋଟାଲ ତୁଳସୀ ମିଶି ତା ଦେହରେ ପାଣି ମିଶା ଯାଇନାହିଁ। ଅଲଗା କମ୍ପାନୀ ମିଳିବ 100 ଟଙ୍କା 200 ଟଙ୍କା ସେଥିରେ କ'ଣ କି 20% ତୁଳସୀ 80% ପାଣି ଏ ଟୋଟାଲି 100ରୁ 100% ତୁଳସୀ ନେଇକି ଯଦି ବ୍ୟବହାର କରିବେ ଆପଣ ସାବୁନ ଲଗେଇବା ତ ମାନେ ହେଉଛି ସେ ସାବୁନ ସଫା କରିବ ସବୁ ସାବୁନ ଇଏ ନିମ୍ ତୁଳସୀ ମତଲବ ହେଉଛି ଯାହା ବି ହେଲେ ବଡି କି ବର୍ତ୍ତମାନ ୟୁଜ୍ କରିବେ ବଡି ବର୍ତ୍ତମାନ ଫ୍ରେଶନେସ୍ ରଖିବ ପ୍ରଥମେ ତାପରେ ହେଉଛି ଅଲଗା କିଛି ସ୍ପେଶାଲ ନାହିଁ କିଛି ସ୍ପେଶାଲ ନାହିଁ
ଆପଣ ଯାହା କରୁଛନ୍ତି କ'ଣ କରୁଛନ୍ତି ମୁଁ ବି ଜାଣିନି, କିନ୍ତୁ ତାଦେହରେ ସ୍ପେଶାଲ ଏଇଆ ଯେ 0% କେମିକାଲରେ ତିଆରି ହେଇଛି। ଇଏ ଯେଉଁ ବଜାରରେ ଯେତେ ସାବୁନ ଆପଣ ଦେଖୁଛନ୍ତି ସବୁଗୁଡ଼ା କେମିକାଲରେ ତିଆରି। ମୁଁ ଆପଣଙ୍କୁ ବିନା କେମିକାଲ ବାଲା ଗୋଟେ ଆଜି ଭାରତ ବର୍ଷରେ ମିଳିବା ମୁସ୍କିଲ ହେଇଯାଇଛି ଯେ ବିନା କେମିକାଲରେ ଆପଣ ଯଦି ୟାକୁ ୟୁଜ୍ କରୁଛନ୍ତି ଅଲ୍ ଟାଇପ୍ ଅଫ୍ ସ୍କ୍ରିନ୍ ଡିଜିଜ୍ ଆପଣଙ୍କର ଯିବ। ୟା ଯେଉଁ କାଚ କୁଣ୍ଡିଆ ବ୍ରିଜ୍ ମନ୍ତ୍ର ଚୁପ୍ ନ ଯେ ଯିବ ଏସବୁ।